2025 ସରିକି 26 ଆସିବା ଖୁସିରେ ଆମ ଗୋଷ୍ଠୀ ପିଲା ବାହାରି ଯାଇଥିଲୁ ଝୁମକା ଡ୍ୟାମ ରେ ପହଞ୍ଚିକି ପ୍ରଥମେ ଭଲ ପରିବେଶ ଦେଖି ଚୁଲିକୁ ଲଗେଇ ଦେଇଥିଲୁ। ସେଥିରେ ଚାଉଳ ହେରିକା ବସେଇକି ତାପରେ ଏପଟେ ଆମର ମଟନକୁ ସିଝେଇ ଦେଇଥିଲୁ କିଛି ସମୟ ପାଇଁ। ସେପଟେ ଆମର ଚିକେନ ପକୋଡା ପାଇଁ ଚିକେନ ଧୁଆ ଧୁଇ ଚାଲିଥିଲା। ଆଉ ଏପଟେ ଆମର କିଛି ସମୟ ଭିତରେ ଭାତ ମଧ୍ୟ ପ୍ରସ୍ତୁତ ହେଇଯାଇଥିଲା। ସେପଟେ ଆମର ଭାଇ ତମ ଭାଇ ଅଭି ଭାଇ ଚିକେନକୁ ମ୍ୟାରିନେଟ କରି ଭଲ ଭାବରେ ଘୋଡେଇ ଦେଇଥିଲେ। ଏପଟେ ଆମର ପପୁ ଭାଇ ସବୁ ମସଲା ମସଲି କଟାକଟି ଚାଲିଥିଲା। ଆଉ ସେପଟେ ଆମର ଭେଣେଇ ଶୋଇଥିଲେ ଖଟରେ ଗୀତରେ ସମସ୍ତେ ଡ୍ୟାନ୍ସ କରୁଥିଲୁ। ଆଉ ଏପଟେ ଆମର ଅଭି ଭାଇ ଚିକେନ ପକୋଡାକୁ ଭଲ ଭାବରେ ଛାଣି ଦେଇଥିଲେ। ଆଉ କଟା ଯାଇଥିବା ମସଲା ମସଲିକୁ ଭଲ ଭାବରେ ସିଝେଇକି ସେଥିରେ ମଟନ ପ୍ରସ୍ତୁତ କରିଦେଇ ସାରିଲା ପରେ ଆମେ ଆସି ଯାଇଥିଲୁ ସାଲାଡ ହେରିକା କାଟିବାକୁ। ଆମର ଅଭି ଭାଇ ଏପଟେ କାଟୁଛନ୍ତି। କାଟି ସାରିଲା ପରେ ଚିକେନ ଆମର ହେଇଯାଇଥିଲା। ଆଉ ଏପଟେ ପ୍ରସ୍ତୁତ କରାଯାଇଥିବା ପକୋଡାକୁ ଧରିକି ଆସିକି ନଦୀ କୂଳରେ ସମସ୍ତେ ବସିକି ଭଲ ଭାବରେ ଖିଆପିଆ କରିକି ଏନ୍ଜୟ କଲୁ। ଖାଇ ସାରିଲା ପରେ ଆମର ଚିକେନଟା ବି ରେଡି ହେଇଯାଇଥିଲା। ତ ଜଣେ ଭାଇ ଆମର ବହୁତ ଦୂରରୁ ଆସିଥିଲେ ତାଙ୍କ ସହିତ ବସିକି ସବୁ ପିଲା ଘେରେଇକି ଖାଇକି ପୁରା ଏନ୍ଜୟ କରୁଥିଲୁ। ନୂଆ ବର୍ଷଟା ଆମର ତ ଭଲରେ ଗଲା। ତମର କେମିତି ଗଲା କମେଣ୍ଟ ନିଶ୍ଚିତ କହିବ। ରହିଲୁ। ଜୟ ଜଗନ୍ନାଥ। ବାଏ।